ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣଙ୍କୁ ଅଭିନନ୍ଦନ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଆମର ପାପ ଧୋଇତ ହେଉଥିବାରୁ ଆମେ ପରିତ୍ରାଣର ସୁଯୋଗ ପାଇଛୁ। ସବୁକିଛି ପ୍ରଭୁଙ୍କ ଅନୁଗ୍ରହ ଦ୍ୱାରା ହୋଇଛି। ଆମେ କିପରି ପ୍ରଭୁଙ୍କଠାରୁ ଏପରି ଅନୁଗ୍ରହ ପାଇବାକୁ ସକ୍ଷମ ହେଲୁ? ଯୀଶୁଙ୍କ କ୍ରୁଶବିଦ୍ଧ କିପରି ମାନବ ଜାତି ପାଇଁ ପରିତ୍ରାଣର ଦ୍ୱାର ଖୋଲିଲା, ଯେ ପୂର୍ବରୁ ମୃତ୍ୟୁ ପାଇଁ ଧାର୍ଯ୍ୟ ହୋଇଥିଲା। ଏହା ଈଶ୍ୱରଙ୍କ ଯୋଜନା ଥିଲା, ଯୁଗ ପୂର୍ବରୁ ସ୍ଥିର ଏବଂ ଲୁଚି ରହିଥିଲା। ଏହା ପ୍ରେମରୁ ଜନ୍ମ ହୋଇଥିବା ଈଶ୍ୱରଙ୍କ ଗୁପ୍ତ ଅସ୍ତ୍ର ଥିଲା ଯୀଶୁଖ୍ରୀଷ୍ଟ। କେବଳ ବାଇବଲର ଆଜିର ଏପିସୋଡ ଈଶ୍ୱରଙ୍କ ପ୍ରେମର ରହସ୍ୟ ବିଷୟରେ ଅନୁସନ୍ଧାନ କରିବ। ପ୍ରଥମ କରନ୍ଥୀୟ 2:6-10 କହେ, ମାତ୍ର ଆମ୍ଭେମାନେ ନିଗୁଡ଼ ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ। ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମମାନଙ୍କୁ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। ସମୟ ଆରମ୍ଭ ହେବା ପୂର୍ବରୁ ଈଶ୍ୱର ଜାଣିଥିଲେ ଯେ ଆଦମ ଅବମାନନା କରିବେ, ଯେ ଏହି ଅବମାନନା ମାଧ୍ୟମରେ ସମଗ୍ର ମାନବ ଜାତି ମୃତ୍ୟୁର ପଥ ଅନୁସରଣ କରିବ। ତାଙ୍କର ଗଭୀର ଜ୍ଞାନରେ ଈଶ୍ୱର ପରିତ୍ରାଣର ପଥ ପୂର୍ବରୁ ସ୍ଥିର କରିଥିଲେ ଏବଂ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଏହାକୁ ଗୁପ୍ତ ରଖିଥିଲେ। ଯଦି ଏହି ଜ୍ଞାନ ପ୍ରକାଶ ପାଇଥାନ୍ତା, ତେବେ ଶତ୍ରୁ ଶୈତାନ ଈଶ୍ୱରଙ୍କ ମାନବ ପରିତ୍ରାଣ ଯୋଜନାର ବାଧା ସୃଷ୍ଟି କରିବାର ଉପାୟ ଖୋଜି ପାଇଥାନ୍ତେ। ଆଦି ପୁସ୍ତକ 3:14 ଆମକୁ କହେ, ଯେଉଁ ସର୍ପ ହବାକୁ ଭଲ ଏବଂ ମନ୍ଦ ଜ୍ଞାନର ବୃକ୍ଷ ଫଳ ଖାଇବା ପାଇଁ ପ୍ରଲୋଭିତ କରିଥିଲା, ସେ ତାର ପେଟ ଦେଇ ଗମନ କରିବ ଓ ଯାବଜୀବନ ଧୂଳି ଖାଇବାକୁ ଅଭିଶାପିତ ହୋଇଥିଲା। ଈଶ୍ୱର କହିଥିଲେ ଯେ ସ୍ତ୍ରୀର ବୀଜ ସର୍ପର ମସ୍ତକକୁ ଆଘାତ କରିବ ଏବଂ ସର୍ପ ତାଙ୍କୁ ଗୋଇଠିକୁ ଘାତ କରିବ। କିନ୍ତୁ ଶୈତାନ ସର୍ପ ମାଧ୍ୟମରେ କାମ କରୁଥିଲେ। ଜାଣିଥିଲେ ଯେ ସ୍ତ୍ରୀର ବଂଶ ଯୀଶୁ ଜନ୍ମ ହେବେ ଏବଂ ସର୍ପକୁ ଚୂର୍ଣ୍ଣ କରିବେ। ସେଥିପାଇଁ ଶୈତାନ ଦୁଷ୍ଟ ରାଜା ହେରୋଦଙ୍କୁ ଉତ୍ତେଜିତ କଲା ଏବଂ ଶିଶୁ ଯୀଶୁଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ବେଥଲେହେମ ଅଞ୍ଚଳରେ 2 ବର୍ଷ କିମ୍ବା ତାଠାରୁ କମ୍ ବୟସର ସମସ୍ତ ପୁତ୍ର ପିଲାଙ୍କୁ ହତ୍ୟା କଲା। କିନ୍ତୁ ଏକ ସ୍ୱପ୍ନରେ ପ୍ରଭୁଙ୍କର ଜଣେ ଦୂତ ଯୋସେଫଙ୍କୁ ଶିଶୁ ଏବଂ ମରିୟମକୁ ନେଇ ମିଶରକୁ ପଳାୟନ କରିବାକୁ ନିର୍ଦ୍ଦେଶ ଦେଲେ। ରାଜା ହେରୋଦଙ୍କ ମୃତ୍ୟୁ ପରେ ସେମାନେ ଇସ୍ରାଏଲ ଦେଶକୁ ଫେରିଗଲେ ଓ ଗାଲିଲିର ନାଜରିତ ନଗରରେ ବାସ କଲେ। ତ୍ରାଣକର୍ତ୍ତା ଭାବରେ ତାଙ୍କର ମିଶନକୁ ପୂରଣ କରିବା ଏବଂ ଜୀବନ୍ତ ଈଶ୍ୱରଙ୍କ ନିକଟରେ ସାକ୍ଷ୍ୟ ଦେବା ପାଇଁ ଯୀଶୁ 30 ବର୍ଷ ବୟସରେ ତାଙ୍କର ସର୍ବସାଧାରଣ ସେବା ପ୍ରସ୍ତୁତ କରିଥିଲେ ଏବଂ ଆରମ୍ଭ କରିଥିଲେ। ସେ ସ୍ୱର୍ଗ ରାଜ୍ୟର ସୁସମାଚାର ପ୍ରଚାର କରିଥିଲେ, ରୋଗୀମାନଙ୍କୁ ସୁସ୍ଥ କରିଥିଲେ ଏବଂ ଭୂତମାନଙ୍କୁ ତଡ଼ି ଦେଇଥିଲେ। ଅନେକ ତାଙ୍କୁ ଅନୁସରଣ କରିଥିଲେ। ଯଦି ଯୀଶୁ ଧ୍ୱଂସ ହୋଇଯାଇଥାନ୍ତି, ଶତ୍ରୁ ଶୈତାନ ସବୁଦିନ ପାଇଁ ଜଗତକୁ ଶାସନ କରିବେ ବୋଲି ଆଶା କରିଥିଲେ। ତେଣୁ ଶୈତାନ ମହାଯାଜକ, ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଏକ ମନ୍ଦ ଷଡ଼ଯନ୍ତ୍ର କରିବାକୁ ପ୍ରବର୍ତ୍ତି ହୋଇଥିଲେ। ଶେଷରେ ଯୀଶୁଙ୍କୁ କଣ୍ଟାରେ ମୁକୁଟ ପିନ୍ଧାଗଲା ଏବଂ ତାଙ୍କ ହାତ ଏବଂ ପାଦକୁ କ୍ରୁଶରେ ରଖାଗଲା। ଯଦିଓ ମହିଳାଙ୍କ ବୀଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ମନେ ହେଉଥିଲା, ଈଶ୍ୱରଙ୍କ ଗୁପ୍ତ ପ୍ରୋଭିଡେନ୍ସ ଏହା ଭିତରେ ଲୁଚି ରହିଥିଲା। ଆସନ୍ତୁ ଦେଖିବା ପ୍ରଥମ କରନ୍ଥୀ 2:7-8 ଯାହା କହେ, ମାତ୍ର ଆମ୍ଭେମାନେ ନିଗୁଡ଼ ତତ୍ତ୍ୱ ସ୍ୱରୂପ ଈଶ୍ୱରଙ୍କ ଜ୍ଞାନର କଥା କହୁଅଛୁ। ସେହି ଗୁପ୍ତ ଜ୍ଞାନ ଈଶ୍ୱର ଆମମାନଙ୍କ ଗୌରବ ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଥିଲେ। ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣିନାହାନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବ ପ୍ରଭୁଙ୍କୁ କ୍ରୁଶରେ ହତ କରିନଥାନ୍ତେ। ଯୁଗ ଯୁଗ ପୂର୍ବରୁ ଯୋଜନାବଦ୍ଧ ଈଶ୍ୱରଙ୍କ ଏକମାତ୍ର ପୁତ୍ର ଯୀଶୁ ନିର୍ଦ୍ଦୋଷ ତଥାପି କ୍ରୁଶବିଦ୍ଧ ହୋଇଥିଲେ, ଯାହାଦ୍ୱାରା ମାନବ ଜାତିର ପାପର ସମସ୍ୟାର ସମାଧାନ ହୋଇପାରିବ ଏବଂ ପରିତ୍ରାଣ ଦ୍ୱାରା ଖୋଲିପାରିବ। ଶତ୍ରୁ ଶୈତାନ ଏବଂ ଶୈତାନ ହସ୍ତକ୍ଷେପକୁ ରୋକିବା ପାଇଁ ଈଶ୍ୱର ବୁଦ୍ଧିମାନ ଭାବରେ ମାନବ ପରିତ୍ରାଣ ବ୍ୟବସ୍ଥାକୁ ଏକ ଗୁପ୍ତ ରଖିଥିଲେ। ତେବେ ଯୀଶୁଙ୍କୁ କ୍ରୁଶବିଦ୍ଧ କିପରି ମାନବ ଜାତିର ପରିତ୍ରାଣ ପାଇଁ ରାସ୍ତା ତିଆରି କଲା, ଯାହା ପୂର୍ବରୁ ଅନନ୍ତ ମୃତ୍ୟୁ ପାଇଁ ଧାର୍ଯ୍ୟ ଥିଲା। ଈଶ୍ୱର ନ୍ୟାୟରେ ଆଧ୍ୟାତ୍ମିକ ଜଗତର ନିୟମ ଅନୁଯାୟୀ କାର୍ଯ୍ୟ କରନ୍ତି। ଯେପରି ଗୋଟିଏ ଦେଶର ନିଜସ୍ୱ ନିୟମ ଅଛି, ସେହିପରି ଆଧ୍ୟାତ୍ମିକ ଜଗତର ମଧ୍ୟ ନିୟମ ଅଛି। ରୋମୀ ପୁସ୍ତକ 6:23 କହେ, କାରଣ ପାପର ବେତନ ମୃତ୍ୟୁ। ଏହି ନିୟମ ବ୍ୟାଖ୍ୟା କରେ ଯେ ମୃତ୍ୟୁ କେବଳ ପାପୀମାନଙ୍କ ପାଇଁ ପ୍ରଯୁଜ୍ୟ। ଯେତେବେଳେ ନିର୍ଦ୍ଦୋଷ ଏବଂ ପାପହୀନ ଯୀଶୁଙ୍କୁ ଶତ୍ରୁ ଶୈତାନ ପ୍ରରୋଚନାରେ କ୍ରୁଶବିଦ୍ଧ କରାଗଲା, ଏହା ଆଧ୍ୟାତ୍ମିକ ଜଗତର ନିୟମକୁ ଉଲ୍ଲଂଘନ କଲା। ଏହି ଘଟଣା ପ୍ରଥମ ବ୍ୟକ୍ତି ଆଦମ ଅବମାନନାର ପାପ ଦ୍ୱାରା ହରାଇଥିବା ଅଧିକାରକୁ ଫେରାଇ ଆଣିବାର ସୁଯୋଗ ଖୋଲିଲା।
ଯଦି ଈଶ୍ୱରଙ୍କ ଗୁପ୍ତ ବ୍ୟବସ୍ଥା ଜଣାପଡ଼ିଥାନ୍ତା ତେବେ ଶୈତାନ ଯୀଶୁଙ୍କୁ କ୍ରୁଶବିଦ୍ଧ କରିନଥାନ୍ତେ। ରୋମୀ ପୁସ୍ତକ 5:18 ପ୍ରକାଶ କରେ, ଅତଏବ ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମଳ ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକ ଗଣନା ଘଟିଲା। ପ୍ରଥମ ମନୁଷ୍ୟ ଆଦମଙ୍କ ଦ୍ୱାରା ପାପ ସମଗ୍ର ମାନବ ଜାତି ଯେପରି ମୃତ୍ୟୁ ପାଇଲେ, ସେହିପରି ଯୀଶୁଖ୍ରୀଷ୍ଟଙ୍କ ଧାର୍ମିକ କାର୍ଯ୍ୟ ଦ୍ୱାରା ଅନେକ ପ୍ରକୃତ ଏବଂ ଅନନ୍ତ ଜୀବନ ପାଇଲେ। ଆଧ୍ୟାତ୍ମିକ ନିୟମ ଅନୁଯାୟୀ ସମସ୍ତ ମାନବ ଜାତିକୁ ପାପରୁ ରକ୍ଷା କରିବା ପାଇଁ ଯୀଶୁ ଶରୀରରେ ପୃଥିବୀକୁ ଓହ୍ଲାଇଥିଲେ। ସେ କୁମାରୀ ମରିୟମଙ୍କ ଗର୍ଭରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭଧାରଣ କରିଥିଲେ, ଯାହାଦ୍ୱାରା ସେ ଆଦମଙ୍କ ବଂଶଧର ହେବେ ନାହିଁ। ମୂଳ ପାପ କିମ୍ବା ବ୍ୟକ୍ତିଗତ ପାପ ନଥିବାରୁ ଯୀଶୁଙ୍କର ଶତ୍ରୁ ଶୈତାନକୁ ପରାସ୍ତ କରିବାର ଶକ୍ତି ଥିଲା। ତାଙ୍କର ସୀମାହୀନ ପ୍ରେମ ଦ୍ୱାରା ଯୀଶୁ ମାନବ ଜାତିର ପାପକୁ ନିଜ ଉପରେ ଗ୍ରହଣ କଲେ ଏବଂ କ୍ରୁଶବିଦ୍ଧ ହୋଇଥିଲେ। ଶୈତାନ ଆତ୍ମିକ ନିୟମକୁ ଉଲ୍ଲଂଘନ କଲା ଯେତେବେଳେ ସେ ପାପହୀନ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବାକୁ ଲୋକଙ୍କୁ ବାଧ୍ୟ କଲା। ଏହା ମାଧ୍ୟମରେ ପରିତ୍ରାଣର ପଥ ଓ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର, ଯେଉଁମାନେ ବିଶ୍ୱାସ କରନ୍ତି ଯେ ଯୀଶୁ ମୃତ୍ୟୁର ଶକ୍ତିକୁ ପରାସ୍ତ କରିଛନ୍ତି, ପୁନରୁତ୍ଥାନ କରିଛନ୍ତି ଏବଂ ତାଙ୍କୁ ପ୍ରଭୁ ଭାବରେ ଗ୍ରହଣ କରିଛନ୍ତି। ଏହା ହେଉଛି ଈଶ୍ୱରଙ୍କ ଗୁପ୍ତ ଯୋଜନା। ଯୁଗ ଯୁଗ ପୂର୍ବରୁ ଲୁଚି ରହିଥିବା ତାଙ୍କର ଅତୁଳନୀୟ ଜ୍ଞାନ ଏବଂ ପ୍ରେମ। ମୋର ପ୍ରିୟ ବନ୍ଧୁମାନେ, ଏହା ମନେ ରଖିବା ଜରୁରୀ ଯେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଏହି ଦୁନିଆରେ କୌଣସି ଜିନିଷ ଏହାର ତୁଳନା କରିପାରିବ ନାହିଁ। ଯଦି ଆପଣ ଏକ ଦେଶରେ ଉତ୍ତରାଧିକାରୀ ଅଛନ୍ତି, ତେବେ ଈଶ୍ୱରଙ୍କ ସନ୍ତାନ ହେବାର ଶକ୍ତି କେତେ ଅଧିକ। ସୃଷ୍ଟିକର୍ତ୍ତା ଯିଏ ମାନବ ଇତିହାସର ଅଧ୍ୟକ୍ଷତା କରନ୍ତି ଏବଂ ସମଗ୍ର ବ୍ରହ୍ମାଣ୍ଡ ଉପରେ ଶାସନ କରନ୍ତି। ମଣ୍ଡଳୀରେ ଅଭ୍ୟାସ କରୁଥିବା ଖ୍ରୀଷ୍ଟିଆନ ମାନେ ଅଛନ୍ତି, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି, ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିଛନ୍ତି ଏବଂ ସାଧୁ ଜୀବନ ଯାପନ କରୁଛନ୍ତି। ସେମାନେ ଈଶ୍ୱରଙ୍କ ସନ୍ତାନ। କିନ୍ତୁ ସେଠାରେ ମଣ୍ଡଳୀର ସଦସ୍ୟମାନେ ମଧ୍ୟ ଅଛନ୍ତି, ଯେଉଁମାନେ କେବଳ ଆସନ୍ତି ଏବଂ ଯାଆନ୍ତି। ସେମାନେ ନାମ ମାତ୍ର ଖ୍ରୀଷ୍ଟିଆନ, ଯେଉଁମାନେ କେବଳ ପ୍ରକୃତ ବିଶ୍ୱାସ ବିନା ଚର୍ଚ୍ଚରେ ଯୋଗ ଦିଅନ୍ତି। ତେଣୁ ଈଶ୍ୱରଙ୍କ ସନ୍ତାନ ହେବା ଅଧିକାର ଓ ଆଶୀର୍ବାଦ ସେମାନେ ଗ୍ରହଣ କରିପାରିବେ ନାହିଁ। ଯେଉଁମାନେ ଖ୍ରୀଷ୍ଟିଆନ ଜୀବନ ଅଭ୍ୟାସ କରୁନାହାନ୍ତି, ସେମାନେ ସାଂସାରିକ ଲୋକଙ୍କ ଠାରୁ ଭିନ୍ନ ନୁହନ୍ତି। ସେଥିପାଇଁ ତୁମର ହୃଦୟ ଖୋଲିବା ଏବଂ ଯୀଶୁଖ୍ରୀଷ୍ଟଙ୍କୁ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ ହେବା ଗ୍ରହଣ କରିବା ଜରୁରୀ। ଯୋହନ 4 ଅଧ୍ୟାୟରେ ଆମେ ଦେଖୁ, ଜଣେ ସମୀରଣୀୟ ମହିଳାଙ୍କ ରେକର୍ଡ ପାଇଥାଉ ଯେ ଯୀଶୁଙ୍କୁ ତାଙ୍କର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଥିଲେ। ଅନେକ ସମୀରଣୀୟଙ୍କୁ ସୁସମାଚାର ପ୍ରଚାର କରିଥିଲେ, ଯେଉଁମାନେ ତାପରେ ତାହାଙ୍କଠାରେ ବିଶ୍ୱାସ କରିବାକୁ ଲାଗିଲେ। ଯୀଶୁଙ୍କ ସମୟରେ ଜିହୁଦାମାନେ ସମୀରଣୀୟ ଦେଶମାନଙ୍କ ସହିତ ମିଶି ନଥିଲେ। ଏପରିକି ସେମାନେ ସମରିଆ ଦେଶରେ ପ୍ରବେଶ କରିବାକୁ ମନା କରିଦେଲେ, କାରଣ ସମୀରଣୀୟମାନେ ଅଣ ଜିହୁଦୀମାନଙ୍କ ସହିତ ଅନ୍ତର୍ବିବାହ କରିଥିଲେ। ଯଦି ସେମାନେ କେବେ ସମରିଆ ଦେଇ ଯିବାକୁ ଆବଶ୍ୟକ କରନ୍ତି, ଜିହୁଦୀମାନେ ଏହାର ଚାରିପାଖରେ ବୁଲୁଥିଲେ। କିନ୍ତୁ ଯୀଶୁ ଏପରି ବିଭାଜନ ସହିତ ଚିନ୍ତିତ ନଥିଲେ। ଯୀଶୁ ସମରିଆର ଶିଖର ନଗର ଦେଇ ଯାଉଥିବା ସମୟରେ ସେ ଏକ କୂଅ ପାଖରେ ବସି ପାଣି ଆଣିବାକୁ ଆସିଥିବା ଜଣେ ସମୀରଣୀୟ ସ୍ତ୍ରୀ କହିଲେ, ମୋତେ ପାଣି ପିଇବାକୁ ଦିଅ। ସେ ସମୟରେ ଇସ୍ରାଏଲର ଯାତ୍ରୀମାନେ ଏହି ଅଞ୍ଚଳର ଶୁଷ୍କ ଅବସ୍ଥା ହେତୁ ସର୍ବଦା ଜଳ ବହନ କରୁଥିଲେ। ଯଦିଓ ସେମାନଙ୍କର ଜଳ ସରିଯାଇଥିଲା, ଯୀଶୁଙ୍କୁ ତାଙ୍କ ଶିଷ୍ୟମାନେ ସହରରୁ ଖାଦ୍ୟ ଏବଂ ଜଳ ନେଇ ଫେରିବା ପାଇଁ ଅଳ୍ପ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ତେବେ ଯୀଶୁ କାହିଁକି ସମୀରଣୀୟ ମହିଳାଙ୍କୁ ପାନୀୟ ମାଗିଲେ? ପ୍ରକାଶିତ 3:20 ଯୀଶୁଙ୍କୁ କଥାକୁ ଲିପିବଦ୍ଧ କରେ, ଦେଖ, ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି ଆମ୍ଭର ତୁ ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହେଲେ ଆମେ ପ୍ରବେଶ କରି ତା ନିକଟକୁ ଯିବୁ, ପୁଣି ଆମେ ତା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ସେହିଭଳି ଯୀଶୁ ସମୀରଣୀୟ ମହିଳାଙ୍କୁ ହୃଦୟର ସୁସମାଚାର ବାଣ୍ଟିବା ପାଇଁ ବାଡ଼େଇଥିଲେ। ଶେଷରେ ସେହି ସ୍ତ୍ରୀ ଜଣକ ସେହି ସହରର ଅନ୍ୟ ଅନେକ ସମୀରଣୀଙ୍କ ସହିତ ସେମାନଙ୍କ ହୃଦୟ ଖୋଲିଲେ ଏବଂ ଯୀଶୁଙ୍କୁ ସେମାନଙ୍କ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲେ। ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନଙ୍କ ମାଧ୍ୟମରେ ଈଶ୍ୱର ଆଜି ମଧ୍ୟ ଲୋକଙ୍କ ହୃଦୟରେ ଆଘାତ କରୁଛନ୍ତି।
ଯିଏ ସେମାନଙ୍କ ହୃଦୟ ଖୋଲିଥାନ୍ତି ଏବଂ ଯୀଶୁଙ୍କୁ ସେମାନଙ୍କର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରାନ୍ତି, ସେ ଈଶ୍ୱରଙ୍କ ସନ୍ତାନ ହେବାର ଏବଂ ସ୍ୱର୍ଗରେ ପ୍ରବେଶ କରିବାର ଅଧିକାର ପାଇଥାଏ। ଯୋହନ ପୁସ୍ତକ 1:12 କହେ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ମାଥ୍ୟୁ ପୁସ୍ତକ 7:21 ଯୀଶୁ କହିଥିଲେ, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେଥିପାଇଁ ଯାକୁବ ପୁସ୍ତକ ତାର 2:14 ଶିକ୍ଷା ଦିଏ ଯେ ବିଶ୍ୱାସର କାର୍ଯ୍ୟ ବିନା କେହି ପରିତ୍ରାଣ ପାଇପାରିବେ ନାହିଁ। ଆମେ ସ୍ୱର୍ଗରେ ପ୍ରବେଶ କରିପାରିବା ଯେତେବେଳେ ଆମେ ପ୍ରକୃତରେ ପରିତ୍ରାଣର ବ୍ୟବସ୍ଥାକୁ ବୁଝିପାରିବା। ଈଶ୍ୱର ମାନବ ଜାତିକୁ ସୃଷ୍ଟି କରିବାର କାରଣ, ଭଲ ଏବଂ ମନ୍ଦ ଜ୍ଞାନର ବୃକ୍ଷ ରଖିବାର ଉଦ୍ଦେଶ୍ୟ ଏବଂ ଯୀଶୁ କାହିଁକି ଏକମାତ୍ର ତ୍ରାଣକର୍ତ୍ତା ଅଟନ୍ତି, ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କିପରି ପରିତ୍ରାଣ ପ୍ରାପ୍ତ ହେବ ଏବଂ ଜୀବନଯାପନ କରିବାକୁ ବାଧ୍ୟ ହେବ, ତାହା ମଧ୍ୟ ଆମକୁ ବୁଝିବା ଆବଶ୍ୟକ। କେବଳ ଏହାକୁ ଦେଖି ଫଳର ସ୍ୱାଦ ଜାଣିବା ଅସମ୍ଭବ। ଜାଣିବା ପାଇଁ ଆପଣ ଏହାକୁ ଖାଇବା ଜରୁରୀ। ସେହିଭଳି ବିଶ୍ୱାସ କାର୍ଯ୍ୟ ସହିତ ହେବା ଆବଶ୍ୟକ। ଆମେ ପ୍ରକୃତରେ କୃଷର ବ୍ୟବସ୍ଥାକୁ ହୃଦୟଙ୍ଗମ କରିବା ଆବଶ୍ୟକ ଏବଂ ଗଭୀର ଭାବରେ ବୁଝିବା ଆବଶ୍ୟକ ଯେ ଯୀଶୁ କିପରି ଏକମାତ୍ର ତ୍ରାଣକର୍ତ୍ତା ହୋଇଥିଲେ, କେବଳ ଅସ୍ପଷ୍ଟ ବୌଦ୍ଧିକ ଜ୍ଞାନର ଅଧିକାର ନୁହନ୍ତି। ମୁଁ ଆଶା କରେ ଯେ ଆପଣ ଈଶ୍ୱରଙ୍କ ପ୍ରେମକୁ ସମ୍ମାନ କରିବେ, ତାଙ୍କ ଇଚ୍ଛା ଅନୁଯାୟୀ ବଞ୍ଚିବେ ଏବଂ ତାଙ୍କ ସନ୍ତାନ ହେବାର ଆଶୀର୍ବାଦ ଉପଭୋଗ କରିବେ। ମୋତେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଦିଅନ୍ତୁ। ପ୍ରିୟ ସ୍ୱର୍ଗୀୟ ପିତା, ଆପଣଙ୍କର ବଳିଦାନ ଏବଂ ଉତ୍ସର୍ଗୀକୃତ ମାଧ୍ୟମରେ ପରିତ୍ରାଣର ପଥ ଖୋଲିଦେବାରୁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ପ୍ରେମରେ ତୁମେ ଆମ ତରଫରୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରସ୍ତୁତ କରିଛ ଏବଂ ପଠାଇଛ। ଯଦି ଏପରି କୌଣସି ଦର୍ଶକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କୁ ସେମାନଙ୍କ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିନାହାନ୍ତି, ତେବେ ସେମାନେ ସେମାନଙ୍କ ହୃଦୟ ଖୋଲି ଯୀଶୁଙ୍କୁ ତ୍ରାଣକର୍ତ୍ତା ଏବଂ ପ୍ରଭୁ ଭାବରେ ଗ୍ରହଣ କରନ୍ତୁ। ଈଶ୍ୱରଙ୍କ ସନ୍ତାନ ଭାବରେ ସେମାନେ ପରିତ୍ରାଣର ଆଶୀର୍ବାଦରେ ଆନନ୍ଦିତ ହୁଅନ୍ତୁ। ଯେଉଁମାନେ ପ୍ରଭୁଙ୍କୁ ଗ୍ରହଣ କରିସାରିଛନ୍ତି, ଦୟାକରି ସେମାନଙ୍କୁ ଆପଣଙ୍କ ଇଚ୍ଛା ଅନୁଯାୟୀ ପ୍ରକୃତ ବିଶ୍ୱାସ ସହିତ ବଞ୍ଚିବାର ଆଶୀର୍ବାଦ ପ୍ରଦାନ କରନ୍ତୁ। ସେମାନେ ମଧ୍ୟ ଆପଣଙ୍କ ସନ୍ତାନ ଭାବରେ ସମୃଦ୍ଧତା ଉପଭୋଗ କରିବାର ଅଧିକାର ଦିଅନ୍ତୁ। ଆମେ ତୁମମାନଙ୍କୁ ଧନ୍ୟବାଦ ଦେଉଛୁ। ଏ ସମସ୍ତ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରଭୁ ଆପଣମାନଙ୍କୁ ବିଶେଷ କରି